ढेंकानाल जिला कामाख्या नगर युक्त 2 महिला उच्च माध्यमिक छात्री मानक द्वारा कामाख्या नगर हनुमान बजार छक निकटरे बाल्य विवाह परी सामाजिक व्याधि को मुक्त करने पाई जनसचेतनता पथप्रांत नाटक अनुष्ठित हो जाइछि। महिला युक्त 2 उच्च माध्यमिक विद्यालयर अध्यक्ष निगमानंद साहू तत्वावधान में महाविद्यालयर समस्त छात्र छात्री द्वारा एवं अध्यापिका मानक सहायता रे बाल्य विवाह भली कुसंस्कार को दूर करने उद्देश्य रे जनसचेतनता पथप्रांत नाटक अनुष्ठित हो जाइछि। एबे समाज रे कम बयसर बालक बालिका मानकु विवाह करी परवर्ती समय रे थाना कोर्ट कचेरी जाई नाना असुविधार सम्मुखीन होइछन्ति। एहाकु दूर करबा पई छात्री और अध्यापिका माने एक अभिनव प्रयास करी बेस प्रशंसित होइछन्ति। बाल्य विवाह कले किभली समस्यार सम्मुखीन हेबाकु पड़े से संपर्क रे नाटक रे स्थान पाइछि। ଏହି ପଥପ୍ରାନ୍ତ ନାଟକ ମଞ୍ଚସ୍ଥ ଦ୍ୱାରା ସାମାଜିକ ବ୍ୟାଧି ଦୂର ହୋଇପାରିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଆପଣଙ୍କ ପରିଚୟ? ପରିଚୟ ଅଧ୍ୟକ୍ଷ ନିଗମାନନ୍ଦ ସାହୁ ମହିଳା ମହାବିଦ୍ୟାଳୟ କାମାଖ୍ୟା। ସେ ବିଷୟରେ ଆମର ହାୟର ସେକେଣ୍ଡାରୀ ସ୍କୁଲ ତରଫରୁ ସରକାରଙ୍କର ପ୍ରୋଗ୍ରାମ ଗୁଡ଼ିକ ମଧ୍ୟରୁ ସେ ପ୍ରୋଗ୍ରାମ ଗୁଡ଼ିକ ତ୍ୱରାନ୍ୱିତ କରାଯାଉଛି। ସେଥିମଧ୍ୟରୁ ଗୋଟିଏ ବାଲ୍ୟ ବିବାହ ଯିଏକି ବୟସର ସୀମା ପରିକଳ୍ପନା ଭିତରେ ସେଟିକି ରହିଯାଇଛି, ଯୋଉଟାକି ଆମର ଗୋଟେ ପ୍ରୋଗ୍ରାମ କରାଯାଇଛି। ସେଇ ପ୍ରୋଗ୍ରାମରେ କିଭଳି ସରକାରଙ୍କର ପ୍ରୋତ୍ସାହନ ରାଶି ମଧ୍ୟରେ ମଧ୍ୟ ସେ ଯାଉଛି, ସେ ନିମ୍ନଲିଖିତ ରହିଛି। ସେ ବାଲ୍ୟ ବିବାହ ଯେମିତି ବୟସ ସୀମା ଅତ୍ୟଧିକ ନ ହେବ, ସେଇ ସୀମା ଭିତରେ 21-18 ବର୍ଷ ଏବଂ 21 ବର୍ଷ ଯାହାକି ପୁଅ ଝିଅଙ୍କର ସମୟ ସୀମା ଭିତରେ ସେଟା ରଖାଯିବ ଏବଂ ସେ ଛୋଟ ବେଳୁ ବିବାହ କରାପାରିବ ନାହିଁ ବୋଲି ସେଟା ନିଷ୍ପତ୍ତି ନିଆଯାଉଛି। ସରକାରଙ୍କ ନୀତି ନିୟମକୁ ଆକ୍ଷେପ କରି ଆମେ ଗୋଟେ କାର୍ଯ୍ୟକ୍ରମ କରୁଛୁ ଏବଂ ସମାଜର ଅନ୍ଧବିଶ୍ୱାସକୁ ଦୂରୀଭୂତ କରିବା ପାଇଁ ଏହି କାର୍ଯ୍ୟକ୍ରମଟି ଚାଲୁ ରହିଛି। ढेंकानाल अक्षय कुमार नंदंग रिपोर्ट रियो न्यूज।